हेलो हाय फ्रेंड्स, नमस्कार, जय जगन्नाथ। वेलकम बैक टू माय चैनल प्रदीप प्रेमला लाइफस्टाइल। आशा करुच्ची आपण मैंने समस्त बहुत भलरे थे। मुझे बहुत भलरे अच्छी। भगवान के पाखे प्रार्थना करुच्ची आपण मैंने सब एमती भलरे था, मत बहुत सारा भल पाइबा दे था। प्लीज वीडियो को आरंभ शेष जाए देखिए, बिल्कुल भी स्किप करेंगे। आमती है निश्चय कमेंट जनइबे, लाइक शेयर निश्चय करेंगे। जो मैंने मो चैनल नुआ अच्छा प्लीज सब्सक्राइब करना। ताले आसतु आज वीडियो स्टार्ट करवा। फ्रेंड्स देखु आम रूम दीटा सरीगला, आज बारंडाटा स्टार्ट हो गला। बापुन को देखु केते कष्ट करके से बोची बाली। केते कष्ट करके बोची सका बोची है मुआड़ा किसी करी। देखो रूम दीटा सरीगला, आज बारंडाटा स्टार्ट हो गला। माल मान पड़ी था। देखो रूम पूरा सरी जाइए, पाद हो जाइए लो। रूम सरी जाइए, सब पानी दे दिखाई। बड़ मालिक आसल, बड़ा मालिक आसीगला, साधा मालिक से मालिक आसी पकड़ी। कुआड़े गले बड़ मालिक? हाँ कुआड़े गले बड़ मालिक? से काम कर आइले ना करिए ना। से बुहा जीव कौन से सियाड़ कम कर आइले करते मंगिए ना से देखु फ्रेंड्स कान्हा कहे। देखु फ्रेंड्स कह दिया टे आउ फ्रेंड्स मान कह दियो, कह दिया टे मु डेउची। हाँ डे पड़ी देखु फ्रेंड्स मु डेउची। खसरी पड़े खसरा बुरा आय। पानी बाहर ना टेल किंदा लगुच कल पानी बुड़ला बेलू पानी बाहर टेल जो कष्ट पानी मुड़ा टेल तो पानी बाहर टिके बाहर बोल कि आज पड़े ना नांडू भाई टेल जाए गाधी आस। ସେଇଟା କଲ ହେଇଛି ପୁରା ସେଇଟା ବହୁତ ଚଗଲା ହଉଛି ମାଙ୍କଡ। ଆମର ବଡ଼ ମାଲିକ देखते बड़ मालिक जाइए कम को माने कम आसिले पूरा बसी जाइए पूरा थका बजाई पूरा थका थका पुणी आसिक कम कर ये हूँ बड़ मालिक, ये हूँ सान मालिक। मालिक मालिक बापू तो मालिक ना तू कौन माँ कौन से बड़ मालिक ये सान मालिक तू कौन तू हूँ माने भविष्य मालिक। तू हूँ उड्बी मालिक, सी हूँ वर्तमान मालिक।
काटता यार एक सिक्का घुटे दे काटता की यार देखिए और देखिए जा रही है ए ठीक है पानी देंगे तारे वाला काट देगी ठीक है काटे गाड़ी खड़ी हो गई एक ऐसे का काट दे ଗାଡ଼ିଟା ହେଇ ସାଇଡ଼୍ ଦେଇଦିଅ, ସେ କାନ୍ଥ କଡ଼କୁ ଦେଇଦିଅ। इधर ले सिया इधर को रही भगवान वाला बना नहीं କଳା ହେଇଯିବ। जे तू गाड़ी का भीतर बेटा है यार ये भाई ସେ କାନ୍ଥ କଡ଼କୁ ଦେଇଦିଅ, ସିଡ଼ିଟା ଏପଟକୁ ଟିକେ ଘୁଞ୍ଚେଇ ଦିଅ ଇଆଡ଼େ। ସିଡ଼ିଟା ପଇସା ଟିକେ ଘୁଞ୍ଚେଇ ଦେଉନ, ଇଆଡ଼େ ଟିକେ ଘୁଞ୍ଚେଇ ଆଣ ଗାଡ଼ିଟା, ସେ ଘୁଞ୍ଚେଇ ଦିଅନ୍ତୁ କାନ୍ଥ କଡ଼କୁ। ତାପରେ ସେ ଏବେ ଆସନ୍ତୁ ଦେଖିବା ମୋତେ ରୋଷେଇ କ'ଣ କେତେ ବାଟ କଲି। ଏଠି ଦେଖନ୍ତୁ ମୁଁ ଦହି ବାଇଗଣ ରାନ୍ଧିକି ଓହ୍ଲେଇ ଦେଇଛି। ଏବେ ମୁଁ ସୋୟାବିନ୍ ଆଳୁ ରାନ୍ଧିବି। ମସଲା ଆମର ହେଇଗଲାଣି। ଏବେ ମୁଁ ଏଥିରେ ଆଳୁକୁ ଛାଣିଦେବି। ଏବେ ମୁଁ ସୋୟାବିନ୍କୁ ବି ହେଇକି ଛାଣିନେବି। ସବୁକୁ ମିଶାଇ କଷି ନେବା। ତାପରେ ଏବେ ମୁଁ ଗୋଟେ ନୂଆ ତରକାରୀ ରାନ୍ଧିବି। ବାଇଗଣରେ ଗୋଟେ ନୂଆ ଆଇଟମ୍ ବନେଇଛି। ତ ମୁଁ ଏବେ ତେଲ ପକେଇକି ପିଆଜ ଭାଜିକି ତାପରେ ଅଦା ରସୁଣ ଆଉ ଟମାଟୋ ପକେଇକି ତାକୁ ମସଲା କଷି ନେଇଛି। ମସଲା ଆମର ପୁରା କଷି ହେଇଗଲାଣି। ଏବେ ମୁଁ ଏଥିରେ ପାଣି ନେଇବି। ଏହାକୁ ବେଶୀ ଝୋଳ କରିବାନି, ବହଳିଆ ବହଳିଆ ଟିକେ କରିବା। ସେଥିପାଇଁ ମୁଁ ଏତିକି ଝୋଳ ରଖିଲି। ଖାଲି ଜଷ୍ଟ ଟିକେ ଫୁଟିଗଲେ ଏହାକୁ ଓହ୍ଲେଇ ନେବେ। ଏବେ ମୁଁ ସେ ଯେଉଁ ବାଇଗଣ ଆଇଟମ୍ କରୁଥିଲି, ବାଇଗଣକୁ ମୁଁ ଏବେ ଛାଡ଼ିବି। ଏବେ ସେ ବାଇଗଣର ମୁଁ ସେ ଆଇଟମ୍ଟା ବନେଇବି। ମୁଁ ଏଠି ନେଇଯାଇଛି କିଛି ବେସନ, ଆଉ ଏଥିରେ କିଛି ହଳଦୀ ପାଉଡ଼ର ଆଉ ଲଙ୍କା ପାଉଡ଼ର ଆଉ ସ୍ୱାଦ ଅନୁସାରେ ଲୁଣ। ଏବେ ତାକୁ ଟିକେ ଫେଣ୍ଟି ଦେବା। ସବୁକୁ ଭଲ ଭାବରେ ଫେଣ୍ଟି ଦେଇକି ଏବେ ସେଥିରେ କିଛି ପାଣି ନେଇ ନେବା। ବ୍ୟାଟର୍ଟା ପୁରା ବହଳିଆ ବହଳିଆ ହେବା ଦରକାର। ଏବେ এই ବ୍ୟାଟର୍ଟାକୁ ଏଇ ବାଇଗଣରେ ଲଗେଇକି ତାକୁ ଫୋଲ୍ଡ କରିନେବା। ବେଶୀ ବହଳିଆ ଲାଗିଲା। ଟିକେ ଲମ୍ବା ବାଇଗଣ ହେଇଥିଲେ ଭଲ ହେଇଥାନ୍ତା।
ଯେହେତु ଛୋଟ ବାଇଗଣଟା ସେଇଥିପାଇଁ ଛୋଟ ଛୋଟ ଫୋଲ୍ଡ ହେଲା। ତ ଫ୍ରେଣ୍ଡସ୍ ଏବେ ଆସନ୍ତି ବାଇଗଣର ଯେଉଁ ଫୋଲ୍ଡ ଗୁଡ଼ାକ ବନେଇଥିଲି ଏସବୁକୁ ତରକାରୀରେ ଛାଡ଼ି ନେବା। ତ ଏବେ ତାକୁ କିଛି ସମୟ ପାଇଁ ଟିକେ ସିଝିବା ପାଇଁ ଛାଡ଼ିଦେବା। ଯେହେତୁ ବେସନଟା କଞ୍ଚାରେ ଆଉ ତାକୁ ବେସନଟାକୁ ମୁଁ ରାନ୍ଧି ନାହିଁ, ତାକୁ ସିଝେ ନାହିଁ, ତ ତାକୁ କଞ୍ଚା ମୁଁ ବେଟର ପ୍ରସ୍ତୁତ କରିକି ଛିଡ଼ି ଦେଇଛି। ଏମିତି ତାକୁ କିଛି ସମୟ ସିଝିବା ପାଇଁ ଛାଡ଼ିଦେବା। ଫ୍ରେଣ୍ଡସ୍ ଏବେ ୟାକୁ ଟିକେ ଖୋଲିକି ଦେଖିବା କେମିତି କ'ଣ ହେଲାଣି। ଦେଖନ୍ତୁ ଯେମିତି ଛାଡ଼ିଥିଲେ ସେମିତି ହେଇକି ରହିଛି। ଦେଖନ୍ତୁ ଦେଖନ୍ତୁ ତ ଏବେ ତରକାରୀ ଆମର ପୁରା ପ୍ରସ୍ତୁତ ହେଇଗଲା। ତ ଏବେ ଆମେ ତାକୁ ଓହ୍ଲାଇ ନେବା। ଏବେ ଆସନ୍ତୁ ଦେଖିବା କାମ କେତେ ବାଟ କ'ଣ ଗଲା। ଏ ତୁ ଏତେ ପାଣି ବୋଇତିକି ପଠେଇ ଦେଇଛନ୍ତି ନା ଏଟା କେହି ନେବ ନା ବାଲ୍ଟି ନା ଦେଖନ୍ତୁ ମେଣ୍ଟାଲ ପକେଇ ଦେଇଛନ୍ତି। ତୁମର କାମ କ'ଣ ଛୁଟି ହେଇଗଲା କି? ମାଲୁ ତୁ ଚାଲିବନି ଦେଉଛି। ଦେଖନ୍ତୁ ମେଣ୍ଟାଲ ପୁରା ପକେଇ ଦେଇଛନ୍ତି। ତାପରେ ଚିପ୍ସ ଢଳେଇ ପଡ଼ିବ। ଦେଖନ୍ତୁ ସମସ୍ତେ ଲାଗି ଯାଇଛନ୍ତି ପୁରା କାମରେ। ଏକିଟିଆ ବସିକି ମୁଣ୍ଡ କୁଣ୍ଡେଇ ହେଉଛି ଠିଆ ହେଇକି। ସମସ୍ତେ କାମରେ ଲାଗିଛନ୍ତି, ଏକିଟିଆ ଠିଆ ହେଇକି ମୁଣ୍ଡ କୁଣ୍ଡେଇ ହେଉଛି। ଉକୁଣି ହେଇଯାଇଛନ୍ତି କିଏ? ଦେଖନ୍ତୁ ସମସ୍ତେ କାମରେ ଲାଗି ଯାଇଛନ୍ତି, ଉକୁଣି ହେଇଯାଇଛନ୍ତି। ମାଙ୍କଡ଼ ତ ମୁଣ୍ଡକୁ ଝୁଣି ପକେଇ ଦେଖେଇ ପଡ଼ିବି। ତ ଫ୍ରେଣ୍ଡସ୍ ରୋଷେଇବାସ ସବୁ ସରିଗଲା। ମିସ୍ତ୍ରୀ ମଧ୍ୟ ଖାଇସାରିଲେଣି, ସମସ୍ତେ ଖାଇସାରିଲେଣି, କେବଳ ମୁଁ ଏକୁଟିଆ ବାକି ଥିଲି। ତ ମୁଁ ବର୍ତ୍ତମାନ ପାଇଁ ଆସିକି ଖାଉଛି। ସେମାନେ ଖାଇଲେ ମୁଁ ଆପଣମାନଙ୍କୁ ଦେଖେଇ ପାରିଲିନି। ଆଉ ହେଉଛି ମୁଁ ଯେଉଁ ନୂଆ ଆଇଟମ୍ଟି ରୋଷେଇ କରିଥିଲି, ଏଇଟା ହେଉଛି ଆମର ସେଇ ଆଇଟମ୍ଟି ବାଇଗଣର। ଆଉ ହେଉଛି ତ ଦେଖନ୍ତୁ ଆଜି ହେଇଛି କ'ଣ ତରକାରୀ। ହେଉଛି ସୋୟାବିନ୍ ଆଳୁ କଷା, ଏ ହେଉଛି ଆମର ଦହି ବାଇଗଣ, ଇଏ ହେଉଛି ଆମର ସେଇ ବାଇଗଣର ସେଇ ମାନେ ନୂଆ ଆଇଟମ୍ଟା, ତା ନାଁ କ'ଣ ମୁଁ ଜାଣିନି। ଆଉ ଇଏ ସୋୟାବିନ୍ ମାନେ ଆମର ଯେଉଁ ମିସ୍ତ୍ରୀ ତାଙ୍କର ଡାଇବେଟିସ୍ ପେସେଣ୍ଟ, ତ ସେ ଆଳୁ ଖାଇବେନି, ସେଥିପାଇଁ ଖାଲି ସୋୟାବିନ୍ ତାଙ୍କର ଟିକେ ଝୋଳ କରିଦେଇଥିଲି। ଆଉ ଇଏ ହେଉଛି ସେ ସୋୟାବିନ୍ ଝୋଳ, ଆଳୁ ପଡ଼ିନି। ଇଏ ହେଉଛି ସୋୟାବିନ୍ ଆଳୁ କଷା। ତ ଆସନ୍ତୁ ଫ୍ରେଣ୍ଡସ୍ ସାଙ୍ଗ ହେଇକି ଖାଇବା। ମୁଁ ପ୍ରଥମେ ସେ ନୂଆ ଆଇଟମ୍ଟା ଖାଇକି ଆପଣମାନଙ୍କୁ କହୁଛି କେମିତି କ'ଣ ହେଇଛି। ୱାଓ, ବହୁତ ସୁନ୍ଦର ହେଇଛି। ମୋତେ ତ ବହୁତ ସୁନ୍ଦର ଲାଗୁଛି। ପୁରା ମାନେ ବାଇଗଣ ଭଳିଆ ଜଣାପଡ଼ୁନି, ପୁରା ନନଭେଜ୍ ଭଳିଆ ଲାଗୁଛି। ଆପଣମାନେ ବି ଘରେ ଏମିତି ଟ୍ରାଏ କରନ୍ତୁ।
ଖାଇକି ଆପଣମାନେ କମେଣ୍ଟରେ କୁହନ୍ତୁ କେମିତି କ'ଣ ଲାଗୁଛି। ତ ମୋତେ ପୁରା ନନଭେଜ୍ ଭଳିଆ ଲାଗୁଛି, ବିଲକୁଲ ବି ବାଇଗଣ ବୋଲି ଆପଣମାନେ ଜାଣିପାରିବେନି। ତ ମୋତେ ତ ବହୁତ ସୁନ୍ଦର ଲାଗୁଛି। ତ ମୁଁ ଖାଇ ନେଉଛି, ଆପଣମାନେ ବି ଘରେ ଟ୍ରାଏ କରିବେ। तो जहाँ भी मैं रांधे सब कुछ मतलब बहुत सुंदर लगे। दही बाइगण तो मोर पूरा फेवरेट। दही बाइगण मतलब बहुत सुंदर लगे। नुआ आइटम भी बहुत सुंदर लगुच। तो प्लीज मुझे रिक्वेस्ट करमती थर आप घरे बन खातु आमती लगुच निश्चय कमेंट जना। तो फ्रेंड्स वीडियोटी केमती लगे निश्चय कमेंट जनइबे। लाइक शेयर निश्चय करेंगे। जो मैंने मो चैनल नुआ अच्छा प्लीज सब्सक्राइब करने। ताले वीडियोटी आज ये एंड कर पुणी देखा आपण सहित आ गोटे सुंदर ब्लॉग रे। तो सेते पर्यंत रोचे लव यू ऑल। जय जगन्नाथ।